ଆଜ୍ଞା ନମସ୍କାର, ମୋ ନାଁ ହେଉଛି ଅର୍ଜୁନ ସୁକ୍ରି। ମୁଁ ଦଶମନ୍ତପୁର ୱାର୍ଡ଼ର ୱାର୍ଡ଼ ମେମ୍ବର। ଆଜି ଆମର ସାମାଜିକ ସମୀକ୍ଷା ବୈଠକରେ ଆସିଥିଲୁ। ଏଇଟା 17 ତାରିଖ ଦିନ ସାମାଜିକ ସମୀକ୍ଷା ବୈଠକ କରିଥିଲେ। ସେଦିନ ଆମେ କୌଣସି କାରଣ ଯୋଗୁଁ ଆମ ପ୍ରିୟ ସାଙ୍ଗରେ ମିଶିବା ପାଇଁ ଆସିଥିଲୁ। ଦେଖିଲୁ ଯେ ସେଠି ସାମାଜିକ ସମୀକ୍ଷା ହେଉଥିଲା। ହେଲେ ଆମେ ପଚାରିଥିଲୁ ଏଇଟା କ'ଣ କାହାକୁ ଖବର ହେଇନାହିଁ, କେମିତି ଗୋଟେ ମାନେ ସାମାଜିକ ସମୀକ୍ଷା କରୁଛ ବୋଲି ନା କହିଲାରୁ ତାଙ୍କେ 20 ତାରିଖକୁ ଘୁଞ୍ଚେଇଥିଲେ। ଆଜି ବି ଆଇଲାରୁ ତାଙ୍କେ ବି ଆଜିର ଖବର ବିଲକୁଲ ପଞ୍ଚାୟତବାସୀକୁ ଦେଇନାହାନ୍ତି। ତାର ମାନେ ସାମାଜିକ ସମୀକ୍ଷାର ଗୋଟେ ନିୟମ ଅଛି, ସପ୍ତାହ ପୂର୍ବରୁ ଦେବା କଥା, ସବୁ ୱାର୍ଡ଼ ମେମ୍ବରକୁ ସବୁ ଜଣାଇବା କଥା, ବିଲକୁଲ ଜଣାଇ ନାହାନ୍ତି। ଏମିତି ଗ୍ରାମ ସଭାରେ ବି ବିଲକୁଲ ଜଣାଇ ନାହାନ୍ତି। ଲୋକ ମାନେ ଜାଣିପାରୁନାହାନ୍ତି, ଆସିପାରୁନାହାନ୍ତି, ତାଙ୍କର ଯେଉଁ ସମସ୍ୟା ଅଛି ତାକୁ ବି ଜଣାଇ ପାରୁନାହାନ୍ତି। ସେଥିପାଇଁ ବୋଲି ଆମର ପଞ୍ଚାୟତ ପୁରା ନିମ୍ନ ସ୍ତରରେ ଅଛି, କୌଣସି ଡେଭଲପମେଣ୍ଟ କାମ ହେଇପାରୁନାହିଁ। ତାଙ୍କର ମନମୁଖୀ କାମ କରୁଛନ୍ତି ପିଓ ସରପଞ୍ଚ। ମୁଖ୍ୟ ଦାବି ମାନେ ଆମର ଯେଉଁ ସାମାଜିକ ସମୀକ୍ଷା ହଉ କି ଗ୍ରାମ ସଭା ହଉ କି ଭଲସେ ଗୋଟେ ମାନେ ଲୋକ ଖବର ଦେଇକିନା ଗୋଟେ ଭଲସେ କଲେ ଲୋକ ଜାଣିଥାନ୍ତେ, ତାଙ୍କର ଉପସ୍ଥାପନ କରିଥାନ୍ତେ କି କେଉଁଠି କ'ଣ କାମ ଅଛି ତାଙ୍କେ କରିଥାନ୍ତେ, ନିଜର ସମସ୍ୟା ଉପସ୍ଥାପନ କରିଥାନ୍ତେ। ଏଠି କୌଣସି ମାନେ ସମସ୍ୟା ଉପସ୍ଥାପନ କରିପାରୁନାହାନ୍ତି କି କୌଣସି ମାନେ କାର୍ଯ୍ୟକାରୀ ହେଇପାରୁନାହିଁ। ତାଙ୍କର ଇଚ୍ଛାରେ ତାଙ୍କେ ମନମୁଖୀରେ କରୁଛନ୍ତି। ଗତ ଥର ବି ମୁଁ ବିଡ଼ିଓ ସାର୍ଙ୍କୁ ଲେଖିଥିଲି, ସାମାଜିକ ସମୀକ୍ଷାଟା ଗୋଟେ ଅନିୟମିତତା ହେଉଛି, ଏଥିପ୍ରତି ଧ୍ୟାନ ଦିଅନ୍ତୁ। ହେଲେ ସିଏ ଆଜି ତାଙ୍କର ଯେଉଁ ରିସର୍ଚ୍ଚ ପର୍ସନଟା ସେମାନଙ୍କୁ ପଠାଇଥିଲେ, ତାଙ୍କେ ବି କେତେଟା ଯାଇଥିଲେ, ତାଙ୍କେ ବି ସ୍ପେସିଫିକ୍ ଯେତିଟା ଜିନିଷ ଅଡ଼ିଟ୍ କରିବାର ଥିଲା ତାଙ୍କେ ଯାଇକିନା ଫିଲ୍ଡ ଯାଇଥିଲେ। ସେଇଟା ବି ତାଙ୍କେ ଗୋଟେ ଅନୁମାନିକ କହୁଛନ୍ତି, ସଠିକ୍ ଭାବରେ କହିପାରୁନାହାନ୍ତି। ତାଙ୍କର ଯେଉଁ ପାର୍ଟି ଆସିଥିଲେ ତାଙ୍କେ କହିଲେ ଆମେ ଯାଇକିନା ଭେରିଫିକେସନ୍ କରିଛୁ, ଭଲ କାମ ହେଇଛି କହିକିନା ତାଙ୍କେ ଗୋଟେ ରିପୋର୍ଟ ଦେଲେ ଆମକୁ। ଆମେ ସେ ରିପୋର୍ଟରେ ମାନେ ଆମେ ସାଟିସ୍ଫ୍ୟାକ୍ସନ୍ ନାହିଁ। କାହିଁକି ଆମେ ନିଜେ ପଞ୍ଚାୟତବାସୀ ଆମେ ଜାଣିପାରୁଛୁ ଯେ କେଉଁଠି କେତେ କାମ ହେଇଛି, କ'ଣ ହେଇଛି ଆମେ ନିଜେ ଜାଣିପାରୁଛୁ। ସେଥିପାଇଁ ବୋଲିକିନା ଆଉ ଥରେ ଏଇଟା ତଦନ୍ତ କରିକିନା କରନ୍ତୁ ବୋଲି ଆମେ ଉପରସ୍ଥ ଅଧିକାରୀ ଏବେ ସବ୍ କଲେକ୍ଟର ସାର୍ଙ୍କୁ ଗୋଟେ ଲେଟର ସରପଞ୍ଚ ମାଧ୍ୟମରେ ଦେଇଛୁ। ମୋ ନାଁ ହେଉଛି ମାଧବ ଖରା, ଗ୍ରାମ ଦରାପୁଟ। ଆଜି ସାମାଜିକ ସମୀକ୍ଷା ଇଏରେ ଆମେ ଆସିଥିଲୁ। ହେଲେ ସେମାନଙ୍କର ଯେଉଁ ଗଛ ଲଗାଇବା ବିଷୟରେ ଆମର ଦଶମନ୍ତପୁର ଗ୍ରାମ ପଞ୍ଚାୟତବାସୀ କେତେ ଗାଁରୁ ଆସିଥିଲେ, ସେମାନେ ଟିକେ ଉଲ୍ଟା ସିଧା କହିଲେ, ନିୟମ ପ୍ରକାର କହିନାହାନ୍ତି। ଆମେ ଯେଉଁ ପ୍ରକାର ନିୟମ ଧରିଲୁ ସେ ନିୟମକୁ ସେମାନେ ମାନୁନାହାନ୍ତି। ହେଲେ ସେଥିପାଇଁ ସେଇଟା ତକିତ ରହିଗଲା। ଆଉ କେତେ ଆହୁରି ଗୋଟେ ଅନ୍ୟ ଦିନ ଭଲସେ କରାଯାଉ ବୋଲିକିରି ଆମର ପଞ୍ଚାୟତବାସୀ ସମସ୍ତେ ମତାମତ ଦେଇଛୁ। ଗ୍ରାମ ସଭା କିମ୍ବା ପଲ୍ଲୀ ସଭା ଠିକ୍ରେ ହେଉନାହିଁ। ଆଉ ଆମର ଲୋକମାନେ ଜାଣିପାରୁନାହାନ୍ତି କେବେ ଗ୍ରାମ ସଭା ହେଉଛି, କେବେ ପଲ୍ଲୀ ସଭା ହେଉଛି, ସେମାନେ ଜଣାଇ ନାହାନ୍ତି। ତାଙ୍କର ମନମୁଖୀ କାମ ଚଲେଇଛନ୍ତି, ଆମେ ମଧ୍ୟ ଜାଣିନୁ। କିନ୍ତୁ ଆମେ ଜାଣିବା କଥା, ଆମେ ଆଗରୁ ପଞ୍ଚାୟତକୁ ଟିକେ ଆସଜା କରୁଛୁ ଏବଂ ଲୋକର ଭଲ ମନ୍ଦ ମଧ୍ୟ ବୁଝାସୁଝା କରୁଛୁ, ଆମେ ମଧ୍ୟ ଜାଣିପାରୁନାହିଁ। ତେଣୁକରି ଆମର ପଞ୍ଚାୟତ ତଳକୁ ଖସି ଯାଇଛି, କାମ ମଧ୍ୟ ଭଲ ହେଉନାହିଁ। କାମ ଯଦି ଭଲ ହେଇଥାନ୍ତା ତାହେଲେ ଉତ୍ତର ମଧ୍ୟ ଦେଇଥାନ୍ତେ, ଆମକୁ ଉତ୍ତର ବି ଦେଇପାରିଲେ ନାହିଁ। ତାଙ୍କେ ଖାତା କଲମରେ କାଗଜପତ୍ରରେ ଦର୍ଶାଇ କରୁଛନ୍ତି, କିନ୍ତୁ କାମ ଠିକ୍ ହେଉନାହିଁ। ନହେଲେ ସେମାନେ ଆମକୁ ଉତ୍ତର ଠିକ୍ସେ ଦେଇଥାନ୍ତେ। ଆଉ ତେଣୁକରି ଆମର ଉପଜିଲ୍ଲାପାଳକୁ ଆମେ ଯେଉଁ ଚିଠି କରିଛୁ। ଦେଖନ୍ତୁ, ଗତ 17 ତାରିଖ ଦିନ ଆମର ପ୍ରିପାରେସନ୍ ମିଟିଂ ପାଇଁ ଆମେ ପ୍ରସ୍ତୁତି କରିଥିଲୁ, ଫୋନ୍ ମାଧ୍ୟମରେ ଆମେ ଜଣାଇଥିଲୁ। କିନ୍ତୁ ସେଦିନ ମୁଁ ଟିକେ କାମ ପଡ଼ିଗଲା, ମୁଁ ଯେହେତୁ ବାହାରକୁ ପଳେଇଥିଲି, ସେଥିଯୋଗୁଁ 20 ତାରିଖରେ ଆମର ସାମାଜିକ ସମୀକ୍ଷା ବୈଠକଟା ହେଇଥିଲା। ଆଜି ସରିଲାଣି ପ୍ରାୟ। ତ 23ଟି କାର୍ଯ୍ୟ ଆମର BFT ଯାଇକି ଦେଖି ଆସିଲେ, ସବୁ କାର୍ଯ୍ୟ ଠିକ୍ ଭାବରେ ହେଇଛି କି ନାହିଁ ତାଙ୍କେ ସମୀକ୍ଷା କରିକି ଆସିଛନ୍ତି। ସେ ଅନୁସାରେ ତାଙ୍କେ ସବୁ ଦେଖିଲେ ଠିକ୍ ଅଛି କାର୍ଯ୍ୟ, ସେ ଅନୁସାରେ ତାଙ୍କେ ବିଲ୍ ପାଇଛନ୍ତି। ଭାବରେ ଆଜ୍ଞା ଏ ପ୍ରଶ୍ନଟା ଆମେ ଗତ ପଞ୍ଚାୟତ ସମିତି ବୈଠକରେ ଆମର ଦୁଇଟି MLA ଏବଂ
आमर बैपारीगुड़ा बीडीओ सार समस्तंकर उपस्थिति रे ये क्वेश्चन टा मु निजे करथिली। तो लाइन डिपार्टमेंट ये पंचायत बोली कि नहीं कौन सी पंचायत को ताके जाऊनांती कौन सी मीटिंग रे मध्य तांकर आता पता रहूनी सेतिपई आमे मध्य बहुत दुखित। एतिपई मु सरकार को अनुरोध करछि कि लाइन डिपार्टमेंट को गोटे अनुरोध तो प्रत्येक मीटिंग रे जदि आस्थान्ते आमर पंचायत उन्नति हेबो बोली आमे आशा करछु। तो सर जानिबा पे चाहिबु सामाजिक समीक्षा बैठक रे तार नियम केमति बन सामाजिक समीक्षा बैठक रे आमर हेतिला एटा एमजी एनआरजीएस उपरे गत अगस्त 2025 रु 2026 मार्च पर्यंत जेतिकी आमर कार्य एनआरजीएस रे चलीथिला से कार्यर तदारकटा चलिबो। तार जहाँ कार्य होइछि से अनुसार धार्य अनुसार तांके टंका पाइचंती ना नाही कार्य सिटी हेइछि कि नाही ये उपरे तदारक करिकरी तार समीक्षाटा कराଯିबो। देखंतु जेतेबेले गोटे डेट आसे हमकु सामाजिक समीक्षा बैठक में गोटे डेट हमकु धार्य करा जाए सरकार हमकु धार्य करिक दिए। तो हमर जे बीएफटी अछंती जाई कि चेक करंती कार्य जेतेबेले तांकर कार्य सर जाय गोटे धार्य डेट तयारी दिया हुए। दिया हला परे आमे हमर वार्ड मेंबर मन को जणाइबु तत्सहित हमर जो पंचायत रो भद्र व्यक्ति अंचल रो थिबे तांग मन को जणाइबु। आमे विथ व्हाट्सएप रे मध्य आजिकली सोशल मीडिया बहुत किछि जणाउछि जेहेतु कि आमे सोशल मीडिया रे मध्य आमे पोस्ट कर थाउछु हमरो ग्रुप अछि एवं हमर जो लाइन डिपार्टमेंट को नोटिस मध्य हम करूछु। निश्चित भाव रे हमकु जो दिन नोटिस आछि नोटिस आसीबा दिने परे आमे प्रस्तुति कर छाड़ देउछु। किंतु जनतांकर अभियोग अछि बा अंचलवासी अभियोग अछि हमकु कोनसी सूचना नाही अभियोग अछि आपण माने पूर्व जणाई नथिले बोली अभियोग आज्ञा ए विषय रे हमरो कोनसी भूल रहइबो नै ना कारण आजिकाली सरकार हमकु दिन दुई दिन आगरु ही जो नोटिस करचंती से अनुसार आमे नोटिस करि पारबो आगरु तो आमे करि पारबो नै ता रूल को विरोध हबो। निश्चित भाव रे आज्ञा जो दिन हमरो सामाजिक समीक्षा बैठक रो नोटिस आस्थाए तार नेक्स्ट डे आमे पंचायत रे ताकू ओपन करछु।